हाय पिलाମାନେ ସମସ୍ତଙ୍କୁ ଓଡ଼ିଆ ସାର୍ ଓଭି ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ। ଏହି ଭିଡ଼ିଓଟି ଦଶମ ଶ୍ରେଣୀ ପିଲାମାନଙ୍କ ପାଇଁ ଦଶମ ଶ୍ରେଣୀ ଓଡ଼ିଆ ବିଷୟ VST ପ୍ରଶ୍ନପତ୍ର ଗତ 3 ବର୍ଷ ମଧ୍ୟରେ ଆସିଥିବା 2 ମାର୍କିଆ ପ୍ରଶ୍ନପତ୍ର ଉଭୟ ପଦ ବିଭାଗ ଏବଂ ଗଦ ବିଭାଗର ସେଥିରେ ମୋଟ 29ଟି ପ୍ରଶ୍ନ ରହିଛି ତାହା ଆମେ ଆଲୋଚନା କରିବା। ପିଲାମାନେ ମୁଁ କେବଳ ସଂକ୍ଷେପରେ ଉତ୍ତର ଗୁଡ଼ିକ କହିଛି, ଯାହାକୁ ବି ଲମ୍ବା ଉତ୍ତର ଦରକାର ଏହି ଭିଡ଼ିଓରେ କମେଣ୍ଟ କର କିମ୍ବା ମୋର ହ୍ୱାଟ୍ସଆପ୍ ନମ୍ବରକୁ ତୁମେ ମେସେଜ କର। ଆଶା କରୁଛି ଭିଡ଼ିଓଟି ବହୁତ ଭଲ ଲାଗିବ। ଭଲ ଲାଗିଲେ ଲାଇକ୍ କରିବ, କେମିତି ଲାଗିଲା କମେଣ୍ଟ ଜଣାଇବ। ଚାଲ ଆମେ ଭିଡ଼ିଓଟି ଆରମ୍ଭ କରିବା। ପ୍ରଥମ ପ୍ରଶ୍ନ, ମରୁପଥରେ କବି କ'ଣ ସୃଷ୍ଟି କରିବାକୁ କହିଛନ୍ତି? ଉତ୍ତର ହେବ ଝରଣା, ନିର୍ଝର ସୃଷ୍ଟି କରିବା ପାଇଁ କବି କହିଛନ୍ତି। ଦ୍ୱିତୀୟ ପ୍ରଶ୍ନ, ସର୍ବଂସା ମାଟି କବିତାରେ କବି କ'ଣ ଆହ୍ୱାନ ଜଣାଇଛନ୍ତି? ଉତ୍ତର ହେବ ମଣିଷର ସୁପ୍ତ ଦିବ୍ୟ ଚେତନାକୁ ଜାଗ୍ରତ କରିବା ପାଇଁ ଆହ୍ୱାନ ଜଣାଇଛନ୍ତି। ନମ୍ବର 3, ଉଷା କି ପ୍ରକାର ବସ୍ତ୍ର ପିନ୍ଧିଛନ୍ତି? ଲାଲ ରଙ୍ଗର ପାଟ ବସ୍ତ୍ର। 4 ନମ୍ବର, ଶୁଭ ସମ୍ପାଦନୀ ହୁଅ ରଘୁବଂଶୀକି ଏ କଥା କିଏ କାହାକୁ କହିଛନ୍ତି? ଏ କଥା ସୀତା ଦେବୀ ଉଷା ଦେବୀଙ୍କୁ କହିଛନ୍ତି, ଉଷାଙ୍କୁ କହିଛନ୍ତି। ନମ୍ବର 5, କେଉଁମାନଙ୍କ କୁଟୀର ଦ୍ୱାରା ଉତ୍କଳ ପବିତ୍ର ହୋଇଛି? ଯୋଗୀ ଋଷିଙ୍କ କୁଟୀର ଦ୍ୱାରା ଉତ୍କଳ ପବିତ୍ର ହୋଇଛି। ନମ୍ବର 6, ପାଣ୍ଡବଙ୍କ ପାଇଁ ତ୍ରିଲୋଚନ କିଭଳି ବର୍ତ୍ତିଥିଲେ? ସମସ୍ତେ ଜାଣିଥିବା ଅଶ୍ଳେଷା ନାମକ ଏକ ଦୈତ୍ୟ ଯେତେବେଳେ କୈଳାସ ଉପାଡ଼ି ନେଉଥିଲେ ସେହି ସମୟରେ ଶିବ ପାଣ୍ଡବମାନଙ୍କୁ ଡାକିଥିଲେ। ପାଣ୍ଡବମାନଙ୍କ ମଧ୍ୟରୁ ଭୀମ ସେ ଅଶ୍ଳେଷାକୁ ମାରି କୈଳାସ ଉଦ୍ଧାର କରିଥିଲେ। ଏହିପରି ଭାବରେ ତ୍ରିଲୋଚନ ବର୍ତ୍ତିଥିଲେ। ନମ୍ବର 7, କେଉଁ ଦୃଶ୍ୟ କବି ପାରତ ଧୌତ ବୋଲି ବର୍ଣ୍ଣନା କରିଛନ୍ତି? ଚିଲିକାରେ ଶାନ୍ତନୁ ଦୃଶ୍ୟ ଦିଆଯାଇଛି। ଜ୍ୟୋତ୍ସ୍ନା ପଡ଼ୁଛି ବିଚଳିତ ହୋଇ ସବୁଆଡ଼େ ଚିଲିକାର ଗିରି ବନନା ଆସି ସ୍ୱଚ୍ଛ ଦେଖାଯାଉଛି, ଚକଚକ କରୁଛି ଜ୍ୟୋତ୍ସ୍ନାରେ। ଏହି ଦୃଶ୍ୟ କବି ପାରତ ଧୌତ ବୋଲି ବର୍ଣ୍ଣନା କରିଛନ୍ତି। 8 ନମ୍ବର, ତିମିରକାର ଭାଙ୍ଗିଦେବା କଥା କବି କାହିଁକି କହିଛନ୍ତି? ଉତ୍ତର କ'ଣ ହେବ? ମାନବ ମସ୍ତକରେ ସଞ୍ଚିତ ଅପମାନକୁ ପୋଛି ଦେବା ପାଇଁ କବି ତିମିରକାର ଭାଙ୍ଗିଦେବା କଥା କହିଛନ୍ତି। ନମ୍ବର 9, ତମସା ନଦୀ ସୀତାଙ୍କୁ କିପରି ସ୍ୱାଗତ ଜଣାଇଲା? କିପରି କି ନିଜର ତରଙ୍ଗ ରୂପ କରରେ ସ୍ନେହ ଆଲିଙ୍ଗନ କରି ସ୍ୱାଗତ ଜଣାଇଲା। 10 ନମ୍ବର, ଶିଖାର ଉଠିବା ପଡ଼ିବା ସହିତ କବି କାହାକୁ ତୁଳନା କରିଛନ୍ତି? ଦୁଃଖୀ ଲୋକଙ୍କର ଆଶାର ଉତ୍ଥାନ ପତନ ସହିତ ତୁଳନା କରିଛନ୍ତି। 11 ନମ୍ବର, ଉତ୍କଳର ଆକାଶ କାହା କଳରବରେ ମୁଖରିତ? ପକ୍ଷୀମାନଙ୍କ କଳରବରେ ମୁଖରିତ। 12 ନମ୍ବର, ପର୍ବତମାଳା ଗୁଡ଼ିକ ଉତ୍କଳ ଜନନୀଙ୍କ ଦେହରେ କିଭଳି ଭାବେ ଶୋଭା ପାଉଛି? ଉତ୍ତର ହେବ ତରଙ୍ଗ ଆକାରରେ ଶୋଭା ପାଉଛି। 13 ନମ୍ବର, ଲକ୍ଷ୍ମୀ କାହିଁକି ଦୁର୍ଯ୍ୟୋଧନକୁ ଛାଡ଼ି ପଳାଇଲେ? ଯେତେବେଳେ ଦୁର୍ଯ୍ୟୋଧନ ମା ଲକ୍ଷ୍ମୀଙ୍କୁ ଅବମାନନା କରିଛନ୍ତି, ଗାଳି କରିଛନ୍ତି, ନିଜ ହାତରେ ଠେଲି ଦେଇଛନ୍ତି, ପଳାପଳା ବୋଲି କହିଛନ୍ତି, ସେହି ସମୟରେ ଲକ୍ଷ୍ମୀ ଦୁର୍ଯ୍ୟୋଧନକୁ ଛାଡ଼ି ପଳାଇଲେ। 14 ନମ୍ବର, ଅଙ୍ଗଦ ନିକଟକୁ ରାବଣ କି ସନ୍ଦେଶ ପ୍ରେରଣ କଲେ? କ'ଣ ବାର୍ତ୍ତା ଦେଇଛନ୍ତି ରାବଣ ଅଙ୍ଗଦ ନିକଟକୁ? କି ତୁମ ବାପାଙ୍କର ଶତ୍ରୁ ହେଉଛନ୍ତି ରାମଚନ୍ଦ୍ର, ତୁମେ ତାଙ୍କୁ ସାହାଯ୍ୟ କରି କି ପୁଣ୍ୟ ଅର୍ଜନ କରିବାକୁ ଚାହୁଁଛ, ତେଣୁ ତୁମେ ସେଇଠି ବାଦ ବିସମ୍ବାଦ ରଚନା କରି ଫେରି ଆସ ସୈନ୍ୟ ସାମନ୍ତ ଧରି, ଏହି ବାର୍ତ୍ତା ପଠାଇଛନ୍ତି। 15 ନମ୍ବର, ତମସାକୁ ଆଶ୍ରମ ଧାତ୍ରୀ ବୋଲି କାହିଁକି କୁହାଯାଇଛି? କାରଣ ତମସା ନଦୀ କୂଳରେ ବାଲ୍ମୀକି ଆଶ୍ରମ ରହିଛି। ଆଶ୍ରମବାସୀ ତମସା ନଦୀ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ, ତେଣୁକରି ଏଠି ତମସାକୁ ଆଶ୍ରମ ଧାତ୍ରୀ ବୋଲି କୁହାଯାଇଛି। 16 ନମ୍ବର, କେଉଁ କର୍ମ ହେତୁ କବି ଏ ଦେଶକୁ ବୁଲିବାକୁ ଆସିଛନ୍ତି? ଅନେକ ତପସ୍ୟାର କର୍ମ ହେତୁ, ଅନେକ ତପସ୍ୟା ଫଳ ଯୋଗୁଁ କବି ଏ ଦେଶକୁ ବୁଲିବାକୁ ଆସିଛନ୍ତି। 17 ନମ୍ବର, କେଉଁମାନଙ୍କୁ ରିଙ୍ଗ ଲିଡର କୁହାଯାଉଥିଲା? କେଉଁମାନଙ୍କୁ? ଯେଉଁମାନେ ଫକୀର ମୋହନଙ୍କ ପରି ମାତୃଭାଷା ପାଇଁ ଚିନ୍ତା କରୁଥିଲେ ସେମାନଙ୍କୁ ରିଙ୍ଗ ଲିଡର କୁହାଯାଉଥିଲା। 18 ନମ୍ବର, ନରେନ୍ଦ୍ର ଦୁଇ ପିତାଙ୍କୁ ହରାଇଲା କହିବାର କାରଣ କ'ଣ? ତାଙ୍କର ଦୁଇ ପିତା ଅର୍ଥାତ୍ ନିଜ ଗୁରୁ ଏବଂ ନିଜ ବାପା ତାଙ୍କର ଗୁରୁ ଏବଂ ବାପା ଇହଧାମ ତ୍ୟାଗ କରିଛନ୍ତି, ମୃତ୍ୟୁବରଣ କରିଛନ୍ତି, ଏହି ଉଦ୍ଦେଶ୍ୟରେ ଏହା କୁହାଯାଇଛି। 19 ନମ୍ବର, ଭୋକିଲା ପେଟରେ ଧର୍ମ ଅନାବଶ୍ୟକ ଏହା କାହାର ଉକ୍ତି ଥିଲା? ଏହା ହେଉଛି କାର୍ଲ ମାର୍କ୍ସଙ୍କର ଉକ୍ତି। 20 ନମ୍ବର, ଦେଶଭକ୍ତ ବୋଲି କାହାକୁ କୁହାଯାଇପାରିବ ନାହିଁ? ଉତ୍ତର ହେବ ମାତୃଭାଷା ପ୍ରତି ଯାହାର ମମତା ନାହିଁ ତାହାକୁ ଦେଶଭକ୍ତ ବୋଲି କୁହାଯାଇପାରିବ ନାହିଁ। 21 ନମ୍ବର, ବିବେକାନନ୍ଦଙ୍କ ଅସଲ ଶକ୍ତି କ'ଣ? ଅନ୍ୟମାନଙ୍କୁ ଆକୃଷ୍ଟ କରିବା ନିଜ କଥାରେ, ଏ ହେଲା ତାଙ୍କର ଗୋଟେ ମୋହିନୀ ଶକ୍ତି ଥିଲା, ଏ ହେଲା ତାଙ୍କର ଅସଲ ଶକ୍ତି। 22 ନମ୍ବର, ଜୀବବିଜ୍ଞାନ ଚର୍ଚ୍ଚାରୁ କି ସନ୍ଧାନ ମିଳିଥାଏ? ଜୀବବିଜ୍ଞାନ ଚର୍ଚ୍ଚାରୁ ଜୀବଜଗତର ଗଠନ ପ୍ରକ୍ରିୟା, କେଉଁ ଶକ୍ତି ବଳରେ ସେମାନେ ଜୀବନର ଅଧିକାରୀ ହୋଇଛନ୍ତି ତାହାର ସନ୍ଧାନ ମିଳିଥାଏ। 23 ନମ୍ବର, ବର୍ତ୍ତମାନ ପୃଥିବୀରେ ସଭ୍ୟତାର ଆଦର୍ଶ କ'ଣ? ମାନବର ସର୍ବାଙ୍ଗୀନ ଉନ୍ନତି, ବିରାଟ ସୃଷ୍ଟି ରହସ୍ୟର ଉଦ୍ଘାଟନ, ସେଥିରେ କେଉଁ ମହାଶକ୍ତି ଅଛି ତାହାର ନିରୂପଣ ଇତ୍ୟାଦି ରହିଛି। 24 ନମ୍ବର, ରୋମିଓ ଓ ଭାରତୀୟ ସଭ୍ୟତାର ଆଦର୍ଶ ମଧ୍ୟରେ ପାର୍ଥକ୍ୟ କ'ଣ? ରୋମିଓ ସଭ୍ୟତା ହେଲା ଯାବତୀୟ ବୈଷୟିକ ଉନ୍ନତି, ତାଙ୍କର ଆଦର୍ଶ ରହିଥିଲା, କିନ୍ତୁ ଭାରତୀୟ ସଭ୍ୟତାର ଆଦର୍ଶ ଥିଲା ତ୍ୟାଗ ଓ ଆତ୍ମସଂଯମ। 25 ନମ୍ବର, ସମାଧିରେ ବୁଡ଼ି ନ ଯିବା ପାଇଁ ଶ୍ରୀରାମକୃଷ୍ଣ ନରେନଙ୍କୁ କାହିଁକି କହିଥିଲେ? ନରେନ କେବଳ ନିଜର ମୁକ୍ତି ଚାହୁଁଥିଲେ, କିନ୍ତୁ ଶ୍ରୀରାମକୃଷ୍ଣ ଚାହୁଁଛନ୍ତି କି ନରେନ ବିରାଟ ବଟବୃକ୍ଷ ପରି ହେଉ, ତା ଛାଇରେ ହଜାର ହଜାର ଲୋକ ଆଶ୍ରୟ ପାଆନ୍ତୁ।
एपरी चिंताधारा थिला तांका गुरुଙ୍କ पाखरे तेणुकरी श्रीरामकृष्ण नरेन्द्र समाधि बुड़ी न जावाई चाहिए। 26 नंबर शिक्षित मैंने काय क्लास और अभिजात मध्य क्योंटी अधिक पसंद करते और कहीं शिक्षित मैंने क्या अधिक पसंद करते अभिजात को कारण से परिश्रम करने को पड़ न था काय क्लास अधिक परिश्रम करने को पड़ता तेणु से मैंने अधिक पसंद करते क्या अभिजात को। 27 नंबर मतिर ध्वजा केते उड़वा प्रबंध कहुई जिते आधुनिक सभ्यतार आदर्श समस्त जानवे से मतिर ध्वजा उड़ब। 28 नंबर कृषि विषयक शिक्षा मातृभाषा रहे कि सुफल हुआ कृषि विषयक शिक्षा मातृभाषा रहे देशर अभिज्ञ कृषक मैंने से सामयिक शिक्षा नहीं पारे और जो छात्र छात्री से पाठ पढ़ुवे ओडिया पुस्तक मान रचना करें जहाँकि साधारण कृषक मान उपयोगी हो पार। 29 नंबर क्यों घटना विवेकानंद हृदय विगलित होता दिने विवेकानंद सांताल मानकर अतिथि होते सांताल मान जो मैंने कि निजर भोक मेटाऊँ गचर चेरमूल खाई से मैंने पुणी विवेकानंद बंदोबस्त कर किसी कर न पारिबा जोगु विवेकानंद हृदय विगलित हो जाता। वीडियो भल लगी लाइक करदेव पे केमती रहा कमेंट जन चैनल को नुआ आसी सब्सक्राइब करदेव व्हाट्सएप चैनल लिंक मुझे शेयर कर तुम्हें फॉलो कर पुणी देखा पे आउ एक वीडियो समस्त को बहुत बहुत धन्यवाद।